ଏହି ଜଗତରେ ଆମ ମୁଖ୍ୟ ଉଦ୍ଦେଶ୍ୟ ହେଲା ଈଶ୍ୱରଙ୍କୁ ଗୌରବାନ୍ୱିତ କରିବା। ତାହା ହିଁ ଆମ ଲକ୍ଷ୍ୟ ଅଟେ, ଯାହା ଈଶ୍ୱର ଆମ ପ୍ରତ୍ୟେକଙ୍କ ଜୀବନରୁ ଆଶା କରନ୍ତି। ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭ ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ପଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। প্রিয় দর্শক বন্ধু নমস্কার। প্রভু যীশুଙ୍କ ମଧୁମୟ ନାମରେ ଆପଣମାନଙ୍କୁ ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୋର ବିଶ୍ୱାସ ପ୍ରଭୁଙ୍କ ଦୟା ଓ ଅନୁଗ୍ରହରୁ ଆପଣମାନେ ସମସ୍ତେ ନିଶ୍ଚୟ ଭଲ ଥିବେ। ଆପଣ ନିୟମିତ ଆମ କାର୍ଯ୍ୟକ୍ରମ ଦେଖୁଛନ୍ତି, ଶିକ୍ଷା ଲାଭ କରୁଛନ୍ତି ଓ ଆତ୍ମିକ ଜୀବନରେ ବଢ଼ୁଛନ୍ତି, ସେଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଅଛି। ହେଲେ ଆପଣଙ୍କୁ ଆମ କାର୍ଯ୍ୟକ୍ରମ କିପରି ଲାଗୁଛି, ପୁଣି ଆପଣ କ'ଣ ସବୁ ଶିକ୍ଷା କଲେ ତାହା ଜଣାଇଲେ ଆମେ ଅଧିକ ଖୁସି ହେବୁ। ତେବେ ଆପଣ ଆମକୁ ତଳେ ଦିଆଯାଇଥିବା ନମ୍ବରରେ ଫୋନ୍ କରନ୍ତୁ ଓ ଆପଣଙ୍କ ମତାମତ ଶୀଘ୍ର ଜଣାନ୍ତୁ। ଏହି ଜଗତରେ ଆମ ମୁଖ୍ୟ ଉଦ୍ଦେଶ୍ୟ ହେଲା ଈଶ୍ୱରଙ୍କୁ ଗୌରବାନ୍ୱିତ କରିବା। ତାହା ହିଁ ଆମ ଲକ୍ଷ୍ୟ ଅଟେ, ଯାହା ଈଶ୍ୱର ଆମ ପ୍ରତ୍ୟେକଙ୍କ ଜୀବନରୁ ଆଶା କରନ୍ତି। ଆମେ ଯେତେବେଳେ ନିହମିୟ 12 ପର୍ବକୁ ଆସୁ ତାହା ହିଁ ଦେଖୁ। ଇସ୍ରାଏଲୀୟମାନେ ଜେରୁସାଲେମ ପ୍ରାଚୀର ନିର୍ମାଣ କଲା ପରେ ସେମାନେ ଈଶ୍ୱରଙ୍କର ଗୌରବ କରୁଛନ୍ତି, ତାଙ୍କ ଉପାସନା ନିମନ୍ତେ ନିଜକୁ ଉତ୍ସର୍ଗ କରୁଛନ୍ତି। କରତାଳ, ନେବଳ ଓ ବୀଣା ବଜାଇ ଈଶ୍ୱରଙ୍କର ଧନ୍ୟବାଦ କରୁଛନ୍ତି। ଏହା ସେମାନଙ୍କ ନିମନ୍ତେ ଉତ୍ସବର ସମୟ ଥିଲା। ସେମାନେ ଈଶ୍ୱରଙ୍କ ନିକଟରେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରୁଛନ୍ତି ଏବଂ ପ୍ରଭୁଙ୍କ ଉପାସନା ନିମନ୍ତେ ନିଜ ହୃଦୟ ଢାଳି ଦେଇଛନ୍ତି। କାର୍ଯ୍ୟ କରିବା ନିମନ୍ତେ ଯେପରି ବଡ଼ ଦଳ ଥିଲା, ଠିକ୍ ସେହିପରି ଉପାସନା ନିମନ୍ତେ ବଡ଼ ସଙ୍ଗୀତ ଦଳ ଗଠନ କରାଯାଇଥିଲା। ସେମାନଙ୍କ କାର୍ଯ୍ୟ କେବଳ ଈଶ୍ୱରଙ୍କର ଉପାସନା କରିବା ଥିଲା। ସେମାନେ ନିଜେ ଆନନ୍ଦ କରୁନଥିଲେ, କିନ୍ତୁ ଈଶ୍ୱରଙ୍କଠାରେ ଆନନ୍ଦ କରୁଥିଲେ। ଈଶ୍ୱର ସେମାନଙ୍କ ଜୀବନରେ ଯାହା ସବୁ କରିଥିଲେ ସେଥିପାଇଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଥିଲେ। ନିହମିୟ ଦୀର୍ଘ 12 ବର୍ଷ ଜେରୁସାଲେମରେ ରହିଲେ। ଏଠାରେ 12 ବର୍ଷର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରୁନାହାନ୍ତି, କେବଳ ପ୍ରାଚୀର ନିର୍ମାଣ କାର୍ଯ୍ୟ ବିଷୟରେ କହୁଛନ୍ତି। ନିହମିୟ କିଛି ସମୟ ପାଇଁ ପୁଣି ବାବିଲୋନରେ ଥିଲେ ଓ ରାଜାଙ୍କ ଠାରୁ ଅନୁମତି ନେଇ ପୁଣି ସେ ଜେରୁସାଲେମକୁ ଆସିଲେ। ଏଥିରୁ ଆମେ ଜାଣୁ ଯେ ନିହମିୟଙ୍କ ହୃଦୟ ଓ ମନ କେବଳ ଜେରୁସାଲେମରେ ଥିଲା। ସେମାନେ ଈଶ୍ୱରଙ୍କ ନିକଟରେ ଯେଉଁ ସମସ୍ତ ପ୍ରତିଜ୍ଞା କରିଥିଲେ ତାହା ଭାଙ୍ଗିଦେଲେ, ଅନ୍ୟ ଦେଶୀୟମାନଙ୍କୁ ବିବାହ କରିଥିଲେ ଓ ବିଶ୍ରାମ ବାରକୁ ପବିତ୍ର ରୂପେ ପାଳନ କରିନଥିଲେ। ସେମାନେ ପୂର୍ବ ଅବସ୍ଥାକୁ ଫେରି ଯାଇଥିଲେ। ନିହମିୟ ସେମାନଙ୍କ ସମସ୍ତ ସମସ୍ୟାର ସମାଧାନ କଲେ, କାରଣ ଶତ୍ରୁମାନେ ସେମାନଙ୍କ ମଧ୍ୟରେ ପ୍ରବେଶ କରିଥିଲେ। ପ୍ରିୟ ବନ୍ଧୁ, ଆମେ କ'ଣ ଈଶ୍ୱରଙ୍କ ନିକଟରେ ଯାହା ପ୍ରତିଜ୍ଞା କରିଛୁ ତାକୁ ଭୁଲି ଯାଇଛୁ କି? ଅବା ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଜୀବନ କାଟୁଛୁ କି? ଆସନ୍ତୁ ଆଜିର କାର୍ଯ୍ୟକ୍ରମ ମଧ୍ୟକୁ ଯିବା ପୂର୍ବରୁ ଏକ ଭକ୍ତିମୂଳକ ଗୀତ ଶୁଣିବା।
ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ସେହି ନିହିମିଆ ପୁସ୍ତକ ତହିଁର 12 ଓ 13 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଅଂଶର ମୁଖ୍ୟ ପ୍ରସଙ୍ଗ ହେଉଛି ସଂସ୍କାରମୂଳକ ବା ଉନ୍ନତିମୂଳକ କାର୍ଯ୍ୟ। ଆପଣଙ୍କର ମନେଥିବ ଗତ ପାଠରେ ଆମେ ଦେଖିଥିଲୁ ଇସ୍ରାଏଲ୍ ସନ୍ତାନଗଣ ମଧ୍ୟରୁ ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ସେହି ଜେରୁସାଲେମରେ ରହିବାକୁ ପସନ୍ଦ କଲେ ଓ ଈଶ୍ୱରଙ୍କର ପ୍ରଶଂସା କଲେ ଓ ଈଶ୍ୱରଙ୍କ ନିମନ୍ତେ ସମସ୍ତ ଉତ୍ତମ କାର୍ଯ୍ୟ କରିବା ନିମନ୍ତେ ପ୍ରତିଜ୍ଞା କଲେ ଓ ବ୍ୟବସ୍ଥା ଅନୁଯାୟୀ ଈଶ୍ୱରଙ୍କ ବାକ୍ୟର ବାଧ୍ୟ ହେବା ନିମନ୍ତେ ପ୍ରତିଶ୍ରୁତି ଦେଲେ, ସେମାନଙ୍କର ନାମଗୁଡ଼ିକ ପ୍ରକାଶ କଲେ ଓ ସେମାନଙ୍କ ଜୀବନରେ ଏକ ବାସ୍ତବ ଆତ୍ମିକ ଜାଗରଣ ଦେଖାଦେଇଥିଲା। ତେବେ ଯେଉଁମାନେ ସେହି ଜେରୁସାଲେମରେ ସ୍ୱେଚ୍ଛାକୃତ ଭାବେ ରହିବାକୁ ପସନ୍ଦ କଲେ ଓ ଈଶ୍ୱରଙ୍କର ପ୍ରଶଂସା କଲେ, ସେମାନଙ୍କର ନାମର ଏକ ତାଲିକା ଯାହାକି ଆମେ 11 ପର୍ବରେ ଆରମ୍ଭ ହୋଇଥିବାର ଲକ୍ଷ୍ୟ କରିଥିଲୁ, ତାହା ଏହି 12 ପର୍ବରେ ସମାପ୍ତ ହେବାର ଆମେ ଲକ୍ଷ୍ୟ କରିବାକୁ ପାରିବା। କାରଣ ଈଶ୍ୱର ମଧ୍ୟ ସେମାନଙ୍କ ହୃଦୟର ଭାବକୁ ଜାଣିଥିଲେ ଓ ସେମାନଙ୍କୁ ସ୍ମରଣ ରଖିଥିଲେ। ଏହି 12 ପର୍ବର ପ୍ରଥମରୁ 26 ପଦ ମଧ୍ୟରେ ଆମେ ସେମାନଙ୍କର ନାମଗୁଡ଼ିକ ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରୁ। କିନ୍ତୁ ମୁଁ ସେହି ନାମଗୁଡ଼ିକ ବର୍ତ୍ତମାନ ପାଠ କରିବା ପାଇଁ ଯାଉନାହିଁ। ମାତ୍ର ମୁଁ ଏହି 12 ପର୍ବର 27ରୁ 29 ପଦ ଉପରେ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାହେଁ। ଦେଖନ୍ତୁ, ଏଠାରେ ଏହିପରି ଲେଖା ଅଛି, ଅନନ୍ତର ଜେରୁସାଲେମର ପ୍ରାଚୀର ପ୍ରତିଷ୍ଠା ସମୟରେ ଲୋକମାନେ କରତାଳ, ନେବଲ ଓ ବୀଣା ବଜାଇ ଧନ୍ୟବାଦ ଓ ଗାୟନ ସହିତ ଆନନ୍ଦରେ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ଲେବୀୟମାନଙ୍କୁ ଜେରୁସାଲେମକୁ ଆଣିବା ନିମନ୍ତେ ସେମାନଙ୍କ ସକଳ ସ୍ଥାନରେ ସେମାନଙ୍କୁ ଅନ୍ୱେଷଣ କଲେ। ଆଉ ଗାୟକମାନଙ୍କ ସନ୍ତାନଗଣ ଜେରୁସାଲେମର ଚତୁର୍ଦିଗସ୍ଥିତ ପଦାଭୂମିରୁ ଓ ନଟୋଫାତୀୟମାନଙ୍କ ନାନା ଗ୍ରାମରୁ ମଧ୍ୟ ବଏତ୍ ଗିଲଗଲରୁ ଆଉ ରୋବା ଓ ଅସ୍ମାବତ୍ କ୍ଷେତ୍ରରୁ ଏକତ୍ରିତ ହେଲେ, କାରଣ ଗାୟକମାନେ ଜେରୁସାଲେମର ଚତୁର୍ଦିଗରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇଥିଲେ। ତେବେ ଏହି 12 ପର୍ବର ଅବଶିଷ୍ଟାଂଶରେ ସେହି ଜେରୁସାଲେମର ପ୍ରାଚୀର ପ୍ରତିଷ୍ଠା ଉତ୍ସବ ପାଳନ ନେଇ ପ୍ରକାଶ କରାଯାଇଅଛି। ଏହା ଅତି ଚମତ୍କାର ଉତ୍ସବ ଥିଲା। ସେମାନେ ଏହି ପ୍ରାଚୀର ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ସମସ୍ତ ସଙ୍ଗୀତଜ୍ଞମାନଙ୍କୁ ଆଣି ଏକାଠି କଲେ। ସେମାନଙ୍କର ଏକ ମହାନ ସଙ୍ଗୀତ ସମାରୋହର ଆୟୋଜନ କରାଯାଇଥିଲା। ଯେଉଁମାନଙ୍କର ନାମ ଏହି 12 ପର୍ବର 29 ପଦରୁ 39 ପଦ ମଧ୍ୟରେ ଉଲ୍ଲେଖ ହୋଇଅଛି, ସେମାନେ ହେଉଛନ୍ତି ସେହିମାନେ ଯେଉଁମାନଙ୍କର ନାମ ସେହି ମେଷ ଶାବକଙ୍କର ଜୀବନ ପୁସ୍ତକରେ ସ୍ଥାନ ପାଇଅଛି। ସେମାନେ ସେହି ଜେରୁସାଲେମର ପ୍ରାଚୀର ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ଏକତ୍ରିତ ହୋଇଅଛନ୍ତି। ନିହିମିଆ ସେହି ପାଲେଷ୍ଟାଇନ୍ ଦେଶର ସମସ୍ତ ଅଞ୍ଚଳରୁ ଲୋକମାନଙ୍କୁ ଆଣି ସେହି ଜେରୁସାଲେମରେ ଏକତ୍ରିତ କରାଇଲେ, କାରଣ ଜେରୁସାଲେମ ଏକ ନଗର ଥିଲା ଯେଉଁଠାରେ କି ମନ୍ଦିର ରହିଥିଲା। ଏହାପରେ ଏହି 12 ପର୍ବର 40ରୁ 42 ପଦ ମଧ୍ୟରେ ନିହିମିଆ ଯାଜକମାନଙ୍କର ଏକ ତାଲିକା ପ୍ରଦାନ କରନ୍ତି, ଯେଉଁମାନେ କି ସେହି ଉତ୍ସବରେ ଯୋଗ ଦେଇଥିଲେ ଓ ସଦାପ୍ରଭୁଙ୍କର ପ୍ରଶଂସା କରିଥିଲେ। ଏହାପରେ 12 ପର୍ବର 43 ପଦରେ ଏହିପରି ଲେଖା ଅଛି, ପୁଣି ସେହିଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ, କାରଣ ପରମେଶ୍ୱର ସେମାନଙ୍କୁ ମହାନନ୍ଦରେ ଆନନ୍ଦିତ କରିଥିଲେ। ଆଉ ସ୍ତ୍ରୀମାନେ ମଧ୍ୟ ଓ ବାଳକ ବାଳିକାଗଣ ଆନନ୍ଦ କଲେ। ତହିଁରେ ଜେରୁସାଲେମର ଆନନ୍ଦ ଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା। ବାସ୍ତବରେ ସେଦିନ ସେମାନଙ୍କ ନିମନ୍ତେ ଏକ ମହା ଆନନ୍ଦର ଦିନ ଥିଲା ଓ ସେମାନେ ମହାଜୟଧ୍ୱନି ସହିତ ଈଶ୍ୱରଙ୍କର ପ୍ରଶଂସା କଲେ ଓ ଈଶ୍ୱରଙ୍କଠାରେ ଆନନ୍ଦ କଲେ, ଯେହେତୁ ସେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମହାନ କାର୍ଯ୍ୟ ସାଧନ କରିବା ନିମନ୍ତେ ସମର୍ଥ ହୋଇପାରିଥିଲେ ଓ ପରମେଶ୍ୱର ସେମାନଙ୍କୁ ମହାନନ୍ଦରେ ଆନନ୍ଦିତ କରିଥିଲେ। ସେହି ଆନନ୍ଦ ଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା। ମୁଁ ଭାବୁଛି ଅନେକ ସେହି ଆନନ୍ଦର ଧ୍ୱନି ଶୁଣି ପଚାରିଥିବେ, ହେ, ଜେରୁସାଲେମରେ କ'ଣ ହେଉଛି କିରେ? କାହିଁକି ଲୋକମାନେ ଏତେ ଆନନ୍ଦ କରୁଅଛନ୍ତି? ତେବେ ସେମାନଙ୍କ ମଧ୍ୟରୁ କେତେକ କହିଥିବେ, ଚାଲ ଦେଖିବା ସେଠାରେ କ'ଣ ହେଉଛି। ନିଃସନ୍ଦେହରେ କୁହାଯାଇପାରେ ଯେ ଅନେକ ଲୋକ ତାହା ଦେଖିବା ନିମନ୍ତେ ଯାଇଥିବେ। ବାସ୍ତବରେ ସେଦିନ ସେହି ବିଜାତୀୟମାନଙ୍କ ନିମନ୍ତେ ଏହା ଏକ ଚମତ୍କାର ସାକ୍ଷ୍ୟ ଥିଲା। ପ୍ରିୟ ବନ୍ଧୁ, ଯେପର୍ଯ୍ୟନ୍ତ ଆମେ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିନାହୁଁ ଓ ତହିଁରେ ମନୋଯୋଗ କରିନାହୁଁ, ସେ ପର୍ଯ୍ୟନ୍ତ ଆମମାନଙ୍କ ଜୀବନରେ ଆତ୍ମିକ ଜାଗରଣ ପରିଲକ୍ଷିତ ହେବ ନାହିଁ ଓ ଯେପର୍ଯ୍ୟନ୍ତ ସେହି ଆତ୍ମିକ ଜାଗରଣ ଆସିନାହିଁ, ସେ ପର୍ଯ୍ୟନ୍ତ ଆମମାନଙ୍କର ଜୀବନ ସାକ୍ଷମର ହୋଇପାରିବ ନାହିଁ। ଆସନ୍ତୁ ଏହାପରେ ଆମେ 13 ପର୍ବ ମଧ୍ୟକୁ ଯିବା। ଏହା ହେଉଛି ଏହି ନିହିମିଆ ପୁସ୍ତକର ଶେଷ ପର୍ବ। ତେବେ ଏହି ନିହିମିଆ ପୁସ୍ତକର 12 ଓ 13 ପର୍ବର କୌଣସି ଏକ ସମୟସୀମା ମଧ୍ୟରେ ନିହିମିଆ ତାଙ୍କର ସେହି କାର୍ଯ୍ୟକ୍ଷେତ୍ର ସୁସନ ରାଜଧାନୀକୁ ଫେରିଯାଇଥିଲେ।
ଆପଣ ଜାଣିଥିବେ ଯେ କିଛି ଦିନ ପାଇଁ ଛୁଟିରେ ସେ ଆସିଥିଲେ, ତେଣୁକରି ସେ ପୁନର୍ବାର କିଛି ଦିନ ପାଇଁ ପାରସ୍ୟକୁ ଫେରିଗଲେ, ହୋଇପାରେ ବର୍ଷେ ବା 2 ବର୍ଷ ପାଇଁ, ଓ ଏହାପରେ ସେ ପୁନର୍ବାର ରାଜାଙ୍କ ନିକଟରୁ ଛୁଟି ମାଗି ଜେରୁସାଲେମକୁ ଫେରି ଆସିଥିଲେ। ମାତ୍ର ସେ ଆସି ଦେଖନ୍ତି ତ ଲୋକମାନେ ଯେଉଁପରି ପୃଥକୀକୃତ ଜୀବନଯାପନ କରିବା ଉଚିତ ସେପରି ଜୀବନଯାପନ କରୁନାହାନ୍ତି। ଏହି ସମସ୍ତ ବିଷୟ ଆମେ ଏହି 13 ପର୍ବର ଶେଷାଂଶରେ ଲକ୍ଷ୍ୟ କରିବାକୁ ଯିବା। ତେବେ ଏହି 13 ପର୍ବର ପ୍ରଥମ ଭାଗରେ ଆମେ କେତେକ ଉନ୍ନତିମୂଳକ କାର୍ଯ୍ୟ ସାଧିତ ହୋଇଥିବାର ଲକ୍ଷ୍ୟ କରୁଅଛୁ। ଦେଖନ୍ତୁ 13 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ସେହିଦିନ ସେମାନେ ଲୋକମାନଙ୍କ କର୍ଣ୍ଣଗୋଚରରେ ମୋଶାଙ୍କ ପୁସ୍ତକରୁ ପାଠ କଲେ। ପୁଣି ତହିଁ ମଧ୍ୟରେ ଲିଖିତ ଏହି କଥା ମିଳିଲା ଯେ ଅମୋନୀୟ ଓ ମୋଆବୀୟ ଲୋକ ଅନନ୍ତକାଳ ପରମେଶ୍ୱରଙ୍କ ସମାଜରେ ପ୍ରବେଶ କରିବେ ନାହିଁ, କାରଣ ସେମାନେ ଅନ୍ନଜଳ ନେଇ ଇସ୍ରାଏଲ ସନ୍ତାନଗଣକୁ ଭେଟିଲେ ନାହିଁ। ମାତ୍ର ସେମାନଙ୍କୁ ଶାପ ଦେବା ନିମନ୍ତେ ସେମାନଙ୍କ ପ୍ରତିକୂଳରେ ବିଲିୟମକୁ ବେତନ ଦେଲେ। ତଥାପି ଆମ୍ଭମାନଙ୍କର ପରମେଶ୍ୱର ସେହି ଶାପକୁ ଆଶୀର୍ବାଦରେ ପରିଣତ କଲେ। ସେତେବେଳେ ସେମାନେ ଏହି ବ୍ୟବସ୍ଥା ଶୁଣି ଇସ୍ରାଏଲ ମଧ୍ୟରୁ ସମଗ୍ର ମିଶ୍ରିତ ଜନତାକୁ ପୃଥକ କଲେ। ଏହି ବିଲିୟମଙ୍କ କାହାଣୀ ଆମେ ଗଣନା ପୁସ୍ତକ 23-24 ପର୍ବ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବା। ଇସ୍ରାଏଲୀୟମାନେ ସେହି ବିଷୟ ଅଧ୍ୟୟନ କରି ସ୍ଥିର କଲେ ଯେ ସେମାନେ ଈଶ୍ୱରଙ୍କ ବାକ୍ୟର ବାଧ୍ୟ ହେବେ ଓ ତଦନୁଯାୟୀ କାର୍ଯ୍ୟ କରିବେ। ସେମାନେ ମୋଆବୀୟମାନଙ୍କ ସହିତ ଓ ଅମୋନୀୟମାନଙ୍କ ସହିତ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ, ଯାହାକି ଈଶ୍ୱର ନିଷେଧ କରିଥିଲେ। ତେଣୁ ସେମାନେ ଏହି ବିଷୟ ପାଠ କଲା ପରେ ଅନୁଭବ କଲେ ଯେ ସେହି ମୋଆବୀୟ ଓ ଅମୋନୀୟମାନଙ୍କୁ ସେହି ଦେଶରୁ ବିତାଡ଼ିତ କରିବା ନିତାନ୍ତ ଆବଶ୍ୟକ। ଏହାପରେ 13 ପର୍ବର 4 ଓ 5 ପଦରେ ଲେଖା ଅଛି, ଏଥିପୂର୍ବେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହସ୍ଥିତ କୋଠରୀ ସକଳର ଅଧ୍ୟକ୍ଷ ଇଲିଆସିବ ଯାଜକ ଟୋବିୟର କୁଟୁମ୍ବ ହେବାରୁ ତାହା ନିମନ୍ତେ ଏକ ବୃହତ୍ କୋଠରୀ ପ୍ରସ୍ତୁତ କରିଥିଲା। ମାତ୍ର ପୂର୍ବେ ଲୋକମାନେ ସେହି ସ୍ଥାନରେ ଭକ୍ଷ୍ୟ ନୈବେଦ୍ୟ, କୁନ୍ଦୁରୁ ଓ ପାତ୍ରାଦି ଓ ଆଜ୍ଞା ପ୍ରମାଣେ ଲେବୀୟ ଓ ଗାୟକ ଓ ଦ୍ୱାରପାଳମାନଙ୍କ ନିମନ୍ତେ ଦେୟ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଦଶମାଂଶ ଆଉ ଯାଜକମାନଙ୍କ ନିମନ୍ତେ ଉତ୍ତୋଳନୀୟ ଉପହାର ରଖୁଥିଲେ। ଏଠାରେ ଆମେ ଦେଖୁଛୁ ଜଣେ ମହାଯାଜକ ଯିଏକି ନିଜର ପୁତ୍ର କିମ୍ବା କନ୍ୟାର ବିବାହ ମଧ୍ୟ ଦେଇ ଟୋବିୟ ପରିବାର ସହିତ ସମ୍ପର୍କ ସ୍ଥାପନ କରିଥିଲେ। ମହାଯାଜକ ନିଜେ ଏହି ପୃଥକୀକୃତ ଘଟଣା ନେଇ ଈଶ୍ୱରଙ୍କର ଅବାଧ୍ୟ ହୋଇଥିଲେ। ମାତ୍ର ଈଶ୍ୱର ଅତି ଦୃଢ଼ ଭାବେ ଏହିପରି ବିଜାତୀୟମାନଙ୍କ ସହିତ ବିବାହ ସମ୍ପର୍କ ସ୍ଥାପନ କରିବା ପାଇଁ ନିଷେଧ କରିଥିଲେ। ଆଜି ମଧ୍ୟ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଏହି ବିଷୟ ନେଇ ସତର୍କ ହେବା ଉଚିତ। ବିଶେଷରେ ବିବାହ କରିବା ନେଇ ଓ ବ୍ୟବସାୟ କରିବା ନେଇ ସେ ଅବିଶ୍ୱାସୀମାନଙ୍କ ସହିତ କୌଣସି ସମ୍ପର୍କ ସ୍ଥାପନ କରିବା ଉଚିତ ନୁହେଁ, କାରଣ ବିଶ୍ୱାସୀମାନଙ୍କର ଅବିଶ୍ୱାସୀମାନଙ୍କ ସହିତ କୌଣସି ସମ୍ପର୍କ ନାହିଁ। କେବଳ ବିଶ୍ୱାସୀମାନେ ଅବିଶ୍ୱାସୀମାନଙ୍କର କାର୍ଯ୍ୟକଳାପକୁ ଅନୁକରଣ କରିବା ଉଚିତ ନୁହେଁ। ଆପଣ ଦେଖନ୍ତୁ, ସେହି ମହାଯାଜକ ଟୋବିୟ ନିମନ୍ତେ ଯେଉଁ ବୃହତ୍ କୋଠରୀଟି ପ୍ରସ୍ତୁତ କରିଥିଲା ତାହା ଏଥିପୂର୍ବରୁ ମନ୍ଦିରର ଗନ୍ତାଘର ଥିଲା। ତେଣୁକରି ସେମାନେ ସେହି ସ୍ଥାନକୁ ଲୋକମାନଙ୍କର ନୈବେଦ୍ୟ ପ୍ରଭୃତି ଆଉ ଆଣିଲେ ନାହିଁ। ମାତ୍ର ତହିଁ ପରିବର୍ତ୍ତେ ସେହି ଗୃହରେ ଅନ୍ୟାନ୍ୟ ଆସବାବପତ୍ର ରଖି ତାହା ଟୋବିୟ ହସ୍ତରେ ସମର୍ପଣ କଲେ। ସେମାନେ ତାହାକୁ କହିଲେ, ଟୋବିୟ, ତୁମେ ଯେତେବେଳେ ଚାହଁ ସେତେବେଳେ ଏହି କୋଠରୀଟିକୁ ବ୍ୟବହାର କରିପାର, ଏହା ତୁମ ନିମନ୍ତେ ପ୍ରଦାନ କରାଯାଇଅଛି। ଏହାପରେ 13 ପର୍ବର 6-8 ପଦରେ ଲେଖା ଅଛି, ମାତ୍ର ମୁଁ ଏସବୁ ସମୟରେ ଜେରୁସାଲେମରେ ନଥିଲି, କାରଣ ବାବିଲର ଅର୍ତ୍ତକ୍ଷସ୍ଥ ରାଜାଙ୍କ ଅଧିକାରର 32 ବର୍ଷରେ ମୁଁ ରାଜାଙ୍କ ନିକଟକୁ ଗଲି ଓ କେତେକ ଦିନ ଉତ୍ତାରେ ରାଜାଙ୍କୁ ବିଦାୟ ମାଗିଲି। ଏଉତାରେ ମୁଁ ଜେରୁସାଲେମକୁ ଆସି ଇଲିଆସିବ ଟୋବିୟ ନିମନ୍ତେ ପରମେଶ୍ୱରଙ୍କ ଗୃହର ପ୍ରାଙ୍ଗଣରେ ଏକ କୋଠରୀ ପ୍ରସ୍ତୁତ କରି ଯେଉଁ ଅନିଷ୍ଟ କରିଥିଲା ତାହା ବୁଝିଲି। ଏଥିରେ ମୁଁ ଅତ୍ୟନ୍ତ ଦୁଃଖିତ ହେଲି। ଏହେତୁ ମୁଁ ସେହି କୋଠରୀରୁ ଟୋବିୟର ସମସ୍ତ ଗୃହ ସାମଗ୍ରୀ ବାହାର କରି ପକାଇଦେଲି। ତେବେ ଏହି ସମସ୍ତ ଘଟଣା ଘଟିଯାଇଥିଲା ଯେତେବେଳେ ନିହିମିଆ ସେଠାରେ ନଥିଲେ, କାରଣ ସେ ସେହି ସୁସନ ରାଜଧାନୀକୁ ଫେରିଯାଇଥିଲେ। ବାସ୍ତବରେ ଏହି ନିହିମିଆଙ୍କର କାର୍ଯ୍ୟ ଏଠାରେ ଅତି ଉଲ୍ଲେଖନୀୟ। ସେ ଫେରିଆସି ଦେଖନ୍ତି ତ ଟୋବିୟ ପରମେଶ୍ୱରଙ୍କ ଗୃହର ପ୍ରାଙ୍ଗଣର ଏକ କୋଠରୀକୁ ଅଧିକାର କରି ନିଜ ନିମନ୍ତେ ବ୍ୟବହାର କରୁଅଛି, ଆଉ ତାହା ମଧ୍ୟ ଇଲିଆସିବ ଜଣେ ମହାଯାଜକ ହୋଇ ସେପରି କରିବା ନିମନ୍ତେ ଅନୁମତି ଦେଇଅଛି। ତେଣୁ ସେ ଦୁଃଖ କରିବା ସହିତ ଟୋବିୟର ସମସ୍ତ ଗୃହ ସାମଗ୍ରୀ ସେହି କୋଠରୀ ମଧ୍ୟରୁ ବାହାର କରି ପକାଇଦେଲେ ଓ ଟୋବିୟକୁ ସେହି ଗୃହରୁ ବାହାର କରିଦେଲେ, କାରଣ ତାହା ପରମେଶ୍ୱରଙ୍କ ଗୃହର ପ୍ରାଙ୍ଗଣ ଥିଲା ଓ ତହିଁରେ କୌଣସି ବିଜାତୀୟ ଲୋକ ପ୍ରବେଶ କରିବାର ଅଧିକାର ନଥିଲା। 9 ପଦରେ ଲେଖା ଅଛି, ତହ ମୁଁ ଆଜ୍ଞା କରନ୍ତେ ସେମାନେ କୋଠରୀ ସବୁ ସୂଚୀ କଲେ,
ତେବେ ମୁଁ ସେଠାକୁ ପୁନର୍ବାର ପରମେଶ୍ୱରଙ୍କ ଗୃହର ପାତ୍ରାଦି ଓ ଭକ୍ଷ ନୈବେଦ୍ୟ ଓ କୁନ୍ଦୁରୁ ଆଣିଲି। ନିହିମିଆ ସେହି କୋଠରୀଟିକୁ ସୂଚୀ କଲେ ଓ ପୁନର୍ବାର ସେହି କୋଠରୀଟି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହେଲା ଓ ଯେଉଁ ଉଦ୍ଦେଶ୍ୟ ନେଇ ସେହି କୋଠରୀଟି ନିର୍ମାଣ କରାଯାଇଥିଲା ତହିଁର ଉଦ୍ଦେଶ୍ୟ ସାଧିତ ହେଲା ଓ ଈଶ୍ୱରଙ୍କ ସେବା କାର୍ଯ୍ୟ ନିମନ୍ତେ ତାହା ବ୍ୟବହୃତ ହେଲା। ସେଠାରେ ପୁନର୍ବାର ପରମେଶ୍ୱରଙ୍କ ଗୃହର ପାତ୍ରାଦି ଓ ଭକ୍ଷ ନୈବେଦ୍ୟ ଓ କୁନ୍ଦୁରୁ ପ୍ରଭୃତି ରଖାଗଲା, ଯାହାକି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବାକୁ ଥିଲା। ମାତ୍ର ନିହିମିଆ ସେତିକିରେ ନୀରବ ରହିଗଲେ ନାହିଁ। 13 ପର୍ବର 10 ପଦରେ ଲେଖା ଅଛି, ଆହୁରି ମୁଁ ଦେଖିଲି ଯେ ଲେବୀୟମାନଙ୍କ ଅଂଶ ସେମାନଙ୍କୁ ଦିଆଯାଉନଥିଲା। ତେଣୁ କର୍ମକାରୀ ଲେବୀୟମାନେ ଓ ଗାୟକମାନେ ପ୍ରତ୍ୟେକ ଆପଣା ଆପଣା ଭୂମିକି ପଳାଇ ଯାଇଥିଲେ। ଦେଖନ୍ତୁ, ଯେଉଁ ଲେବୀୟମାନେ ମନ୍ଦିର ମଧ୍ୟରେ ଈଶ୍ୱରଙ୍କ ସେବା କାର୍ଯ୍ୟରେ ନିୟୋଜିତ ଥିଲେ ସେମାନେ ଠିକ୍ ଭାବେ ସେମାନଙ୍କର ସାହାଯ୍ୟ ପାଉନଥିଲେ। ତେଣୁକରି ସେମାନେ ପ୍ରତ୍ୟେକ ଆପଣା ଆପଣା ଭୂମିକି ପଳାଇ ଯାଇ ସେଠାରେ କାର୍ଯ୍ୟ କରିବାକୁ ଲାଗିଲେ। ତେଣୁକରି ଏହି କାରଣରୁ ଈଶ୍ୱରଙ୍କ ସେବା କାର୍ଯ୍ୟରେ ଅବହେଳା ହେଉଥିଲା। ଆଜି ମଧ୍ୟ ଠିକ୍ ସେହିପରି ଦେଖାଯାଏ। ଈଶ୍ୱରଙ୍କ ସେବକ ତଥା ପାଳକ ପ୍ରଚାରକମାନେ ଠିକ୍ ଭାବେ ସେମାନଙ୍କର ସାହାଯ୍ୟ ପ୍ରାପ୍ତ ନ ହୋଇ ନିଜର ଜୀବିକା ନିର୍ବାହ ନିମନ୍ତେ ଅନ୍ୟାନ୍ୟ କାର୍ଯ୍ୟରେ ଲିପ୍ତ ରୁହନ୍ତି। କେହି ବା କ୍ଷେତ୍ରରେ ଓ କେହି ବା ନିଜର ବ୍ୟବସାୟରେ ଲିପ୍ତ ରୁହନ୍ତି। ଫଳରେ ଈଶ୍ୱରଙ୍କ ସେବା କାର୍ଯ୍ୟ ବାଧାପ୍ରାପ୍ତ ହୁଏ। ଏପରିକି ଅଧିକାଂଶ ମଣ୍ଡଳୀମାନଙ୍କରେ ଈଶ୍ୱରଙ୍କ ସେବକମାନଙ୍କୁ ଅନ୍ୟାନ୍ୟ କାର୍ଯ୍ୟରେ ଏତେ ଦୂର ବ୍ୟବହାର କରାଯାଇଥାଏ ଯେ ସେମାନେ ବାକ୍ୟ ପ୍ରଚାର ଓ ପ୍ରାର୍ଥନାରେ ଅଧିକ ସମୟ ଦେଇପାରନ୍ତି ନାହିଁ। ତେଣୁକରି ମାଣ୍ଡଳିକ ଦାୟିତ୍ୱ ବହନରେ ସେମାନଙ୍କୁ ସାହାଯ୍ୟ କରିବା ଉଚିତ, ଯେପରି ସେମାନେ ବାକ୍ୟ ଅଧ୍ୟୟନ ଓ ପ୍ରାର୍ଥନାରେ ସମୟ ଦେଇପାରିବେ। ଦେଖନ୍ତୁ, ନିହିମିଆ ଈଶ୍ୱରଙ୍କ ସେବକମାନଙ୍କର ଆବଶ୍ୟକତା ପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ସେବକ ପଦରେ ନିୟୋଜିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ସାହାଯ୍ୟ ନିମନ୍ତେ ମନ୍ଦିର ମଧ୍ୟକୁ ଦଶମାଂଶ ଆଣିବାର ବ୍ୟବସ୍ଥା କଲେ। ସେ ସେମାନଙ୍କୁ କହିଲେ, ତୁମେମାନେ ସଦାପ୍ରଭୁଙ୍କ ଗୃହକୁ ଦଶମାଂଶ ଆଣ, ଯାହାକି ଈଶ୍ୱରଙ୍କର ପ୍ରାପ୍ୟ। ଓ ଏହି ଲୋକମାନେ ଯେଉଁମାନେ ଈଶ୍ୱରଙ୍କର ସେବା କରନ୍ତି ସେମାନେ ତଦ୍ୱାରା ସାହାଯ୍ୟପ୍ରାପ୍ତ ହେବେ। ବାସ୍ତବରେ ନିହିମିଆଙ୍କର ଏହା ଏକ ଚମତ୍କାର କାର୍ଯ୍ୟ ଥିଲା ଓ ଈଶ୍ୱର ମଧ୍ୟ ତାହା ସମର୍ଥନ କରିଥିଲେ। 11-13 ପଦରେ ଲେଖା ଅଛି, ତହିଁରେ କିଏ ତୁ ପରମେଶ୍ୱରଙ୍କ ଗୃହ ପରିତ୍ୟକ୍ତ ହୋଇଅଛି? ଏହା କହି ମୁଁ ଅଧ୍ୟକ୍ଷମାନଙ୍କ ସଙ୍ଗେ ବାଦାନୁବାଦ କଲି। ପୁଣି ମୁଁ ସେମାନଙ୍କୁ ଏକତ୍ର କରି ସ୍ୱ ସ୍ୱ ପଦରେ ସେମାନଙ୍କୁ ନିଯୁକ୍ତ କଲି। ତହୁଁ ସମଗ୍ର ଜିହୁଦା ଶସ୍ୟ ଓ ଦ୍ରାକ୍ଷାରସ ଓ ତୈଳର ଦଶମାଂଶ ଭଣ୍ଡାରକୁ ଆଣିଲେ। ତହିଁରେ ମୁଁ ସେଲିମିୟ ଯାଜକକୁ ଓ ସାଦୋକ ଅଧ୍ୟାପକକୁ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟକୁ ଭଣ୍ଡାର ସମୂହର ଅଧ୍ୟକ୍ଷ କଲି। ସେମାନଙ୍କ ତଳେ ମତନିୟର ପୌତ୍ର ସକୁରର ପୁତ୍ର ହାନନ୍ ରହିଲା, କାରଣ ସେମାନେ ବିଶ୍ୱସ୍ତ ଗଣିତ ଥିଲେ। ଏଣୁ ଆପଣା ଭ୍ରାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା। ଦେଖନ୍ତୁ, ଏହା ହିଁ ଥିଲା ନିହିମିଆଙ୍କର ଏକ ଚମତ୍କାର କାର୍ଯ୍ୟ। ଏହାପରେ 14 ପଦରେ ଲେଖା ଅଛି, ହେ ମୋହର ପରମେଶ୍ୱର, ଏ ବିଷୟରେ ମୋତେ ସ୍ମରଣ କର, ଆଉ ମୁଁ ମୋହର ପରମେଶ୍ୱରଙ୍କ ଗୃହ ଓ ତହିଁର ପାଳନୀୟ ବିଷୟ ନିମନ୍ତେ ଯାହା କରିଅଛି ମୋହର କୃତ ସେହି କର୍ମ ସବୁ ନିଭାଇ ନ ଦିଅ। ନିହିମିଆ ଯାହା ସବୁ କରିଥିଲେ ଈଶ୍ୱରଙ୍କ ସେବା ନିମନ୍ତେ, ତାହା ଯେପରି ବିଫଳ ନ ହୁଏ ଏଥିନିମନ୍ତେ ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ, ଯେପରି ଈଶ୍ୱର ତହିଁ ପ୍ରତି ଦୃଷ୍ଟି ଦିଅନ୍ତି ଓ ଈଶ୍ୱର ମଧ୍ୟ ତହିଁ ପ୍ରତି ଦୃଷ୍ଟି ଦେଲେ ଓ ତାହା ଲିପିବଦ୍ଧ କରାଇଲେ, ଯାହାକି ଆଜି ଆମେ ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁଅଛୁ। ନିହିମିଆ ମଧ୍ୟ ଦେଖିବାକୁ ପାରିଲେ ଯେ ଲୋକମାନେ ବିଶ୍ରାମବାରର ବିଧିକୁ ଲଙ୍ଘନ କରି ବିଶ୍ରାମବାରର ପବିତ୍ରତାକୁ ନଷ୍ଟ କରିଅଛନ୍ତି, ଯାହାକି 13 ପର୍ବର 15 ପଦରୁ 16 ପଦରେ ଲେଖା ଅଛି। ଦେଖନ୍ତୁ, ସେମାନେ ବିଶ୍ରାମବାରରେ ବ୍ୟବସାୟ କରିବାକୁ ଅନୁମତି ଦେଇଥିଲେ, କିନ୍ତୁ ନିହିମିଆ ତାହା ଜାଣିବା ପରେ ତାହା ସବୁକୁ ବନ୍ଦ କଲେ। ସେହିପରି 17 ପଦରେ ଲେଖା ଅଛି, ତହିଁରେ ମୁଁ ଜିହୁଦାର କୁଳୀନମାନଙ୍କ ସଙ୍ଗେ ବାଦାନୁବାଦ କରି ସେମାନଙ୍କୁ କହିଲି, ତୁମେମାନେ ବିଶ୍ରାମ ଦିନ ଅପବିତ୍ର କରି ଏ କି କୁକର୍ମ କରୁଅଛ? ଦେଖନ୍ତୁ, ସେହି କୁଳୀନମାନେ ବିଶ୍ରାମବାରରେ ସେହିସବୁ ବ୍ୟବସାୟ କରିବା ନିମନ୍ତେ ଅନୁମତି ଦେଲେ ଓ ବିଶ୍ରାମବାରର ପବିତ୍ରତାକୁ କ୍ଷୁର୍ଣ୍ଣ କଲେ। 18 ପଦରେ ଲେଖା ଅଛି, ତୁମମାନଙ୍କ ପିତୃପୁରୁଷମାନେ କ'ଣ ଏପରି କାର୍ଯ୍ୟ କଲେ ନାହିଁ? ଆଉ ତହିଁ ସକାଶୁ ଆମମାନଙ୍କ ପରମେଶ୍ୱର କି ଆମମାନଙ୍କ ଉପରେ ଓ ଏହି ନଗର ଉପରେ ଏହିସବୁ ଅମଙ୍ଗଳ ଘଟାଇ ନାହାନ୍ତି? ତଥାପି ତୁମେମାନେ ବିଶ୍ରାମ ଦିନ ଅପବିତ୍ର କରି ଇସ୍ରାଏଲ ଉପରକୁ ଆହୁରି କୋପ ଆଣୁଅଛ। ଦେଖନ୍ତୁ, ସେମାନେ ଯେଉଁସବୁ କାର୍ଯ୍ୟ ଦ୍ୱାରା ବିଶ୍ରାମବାରର ପବିତ୍ରତାକୁ ନଷ୍ଟ କଲେ, ସେମାନଙ୍କର ପିତୃପୁରୁଷମାନେ ଯେ ସେହି ପ୍ରକାର କର୍ମ କରି ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେଲେ, ତାହା ନିହିମିଆ ଏଠାରେ ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି
ଏହାପରେ 19 ପଦରୁ 21 ପଦ ମଧ୍ୟରେ ଲେଖା ଅଛି, ଏଉତାରେ ବିଶ୍ରାମବାର ପୂର୍ବେ ଜେରୁସାଲେମର ଦ୍ୱାର ସବୁ ଅନ୍ଧାର ହେବାକୁ ଲାଗିବା ବେଳେ ମୁଁ କବାଟ ସବୁ ବନ୍ଦ କରିବାକୁ ଆଜ୍ଞା ଦେଲି। ଆହୁରି ବିଶ୍ରାମବାର ଗତ ନୋହିବା ପର୍ଯ୍ୟନ୍ତ ମେଲା ନ କରିବାକୁ ଆଜ୍ଞା ଦେଲି। ପୁଣି ବିଶ୍ରାମ ଦିନ କୌଣସି ବୋଝ ଭିତରକୁ ଅଣା ନ ଯିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ୱାର ସମୂହରେ ନିଯୁକ୍ତ କଲି। ତହିଁରେ ବଣିକମାନେ ଓ ସର୍ବପ୍ରକାର ଦ୍ରବ୍ୟ ବିକ୍ରୟକାରୀମାନେ 1-2 ଥର ଜେରୁସାଲେମ ବାହାରେ ରାତ୍ରି କ୍ଷେପଣ କଲେ। ତହିଁରେ ମୁଁ ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦେଇ ସେମାନଙ୍କୁ କହିଲି, ତୁମେମାନେ କାହିଁକି ପ୍ରାଚୀର ନିକଟରେ ରାତ୍ରି କ୍ଷେପଣ କରୁଅଛ? ତୁମେମାନେ ଆଉ ଥରେ ଏପରି କଲେ ମୁଁ ତୁମମାନଙ୍କୁ ଧରିବି। ସେହି ସମୟଠାରୁ ସେମାନେ ଆଉ ବିଶ୍ରାମ ବାରରେ ଆସିଲେ ନାହିଁ। ଏହି ପ୍ରକାର ନିହିମିଆ ବିଶ୍ରାମ ବାରରେ ସମସ୍ତ ପ୍ରକାର ବ୍ୟବସାୟକୁ ବନ୍ଦ କଲେ ଓ ବିଶ୍ରାମ ବାରର ପବିତ୍ରତାକୁ ରକ୍ଷା କଲେ। ବର୍ତ୍ତମାନ ଆଉ ଏକ ବିଷୟ ନିହିମିଆଙ୍କର ଦୃଷ୍ଟିଗୋଚର ହୁଏ, ଯାହାକି 13 ପର୍ବର 23 ପଦରୁ 25 ପଦ ମଧ୍ୟରେ ଲେଖା ଅଛି। ସେହି ସମୟରେ ମଧ୍ୟ ଯେଉଁ ଜିହୁଦୀୟମାନେ ଅସଦୋଦ, ଅମୋନ ଓ ମୋୟାବ ଦେଶିଆ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କୁ ମୁଁ ଦେଖିଲି। ପୁଣି ସେମାନଙ୍କ ବାଳକମାନେ ଅଧେ ଅସଦୋଦୀୟ ଭାଷାରେ କଥାବାର୍ତ୍ତା କଲେ ଓ ଜିହୁଦୀୟ ଭାଷାରେ କଥାବାର୍ତ୍ତା କରିପାରିଲେ ନାହିଁ, ମାତ୍ର ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ କଥା କହିଲେ। ତହିଁରେ ମୁଁ ସେମାନଙ୍କ ସହିତ ବାଦାନବାଦ କଲି ଓ ସେମାନଙ୍କୁ ଶାପ ଦେଲି ଓ ସେମାନଙ୍କର କାହାକୁ ପ୍ରହାର କଲି ଓ ସେମାନଙ୍କର କେଶ ଉତ୍ପାଟନ କଲି। ଆଉ ପରମେଶ୍ୱରଙ୍କ ନାମରେ ଶପଥ କରାଇ କହିଲି, ତୁମେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣା ଆପଣାର କନ୍ୟା ଦିଅ ନାହିଁ, ଅବା ଆପଣା ଆପଣା ପୁତ୍ର ନିମନ୍ତେ କି ଆପଣାମାନଙ୍କ ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ। ନିହିମିଆ ମଧ୍ୟ ଦେଖିବାକୁ ପାରିଲେ ଯେ ଜିହୁଦୀୟମାନେ ବିଜାତୀୟମାନଙ୍କ ମଧ୍ୟରୁ କନ୍ୟା ଗ୍ରହଣ କରିଅଛନ୍ତି ଓ ସେମାନେ ସେମାନଙ୍କ ସହିତ ବିବାହ ବନ୍ଧନ ସ୍ଥାପନ କରିଅଛନ୍ତି। ସେମାନେ ସେମାନଙ୍କ ସହ ସହବାସ କରିଅଛନ୍ତି। ନିହିମିଆ ସେମାନଙ୍କ ସହିତ ସେହି ବିଷୟ ନେଇ ବାଦାନବାଦ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଶାପ ଦେଲେ ଓ ପ୍ରହାର କଲେ ଓ ସେମାନଙ୍କର କେଶ ଉତ୍ପାଟନ କଲେ। ହଁ, ଏହା ଅତିରିକ୍ତ ବୋଲି ମନେ ହୁଏ, ମାତ୍ର ଏହିପରି ଶାସନ ଦରକାର ଥିଲା। ତାହା ନ ହୋଇଥିଲେ ସେମାନେ ବାଟକୁ ଆସିନଥାନ୍ତେ। ଆଉ ସେମାନଙ୍କୁ ପରମେଶ୍ୱରଙ୍କ ନାମରେ ଶପଥ କରାଇଲେ, ଯେପରି ସେମାନେ ପୁନର୍ବାର ସେହି ବିଦେଶୀୟ ସ୍ତ୍ରୀମାନଙ୍କୁ ଗ୍ରହଣ ନ କରନ୍ତି କିମ୍ବା ସେମାନଙ୍କର ପୁତ୍ର କନ୍ୟାମାନଙ୍କୁ ସେହି ବିଦେଶୀୟମାନଙ୍କ ସହିତ ବିବାହ ନ ଦିଅନ୍ତି। ଆପଣ ଦେଖନ୍ତୁ, ଆତ୍ମିକ ଜାଗରଣ ସଦାସର୍ବଦା ଉତ୍ତମ କାର୍ଯ୍ୟ ସାଧନ କରିବା ନିମନ୍ତେ ପ୍ରେରଣା ଯୋଗାଇଥାଏ। ଯେତେବେଳେ ଆତ୍ମିକ ଜାଗରଣ ଘଟେ, ସେତେବେଳେ ଯେଉଁ ସମସ୍ତ ବିଷୟ ପରିଷ୍କୃତ ହେବାର ଆବଶ୍ୟକ ହୁଏ, ତାହା ସାଧିତ ହୁଏ। ଯଦି ଆମେ ନିଜର ଦେଶର ବା ଜାତିର ବା ପରିବାରର ବା ମଣ୍ଡଳୀର ବା ସମାଜର ସମସ୍ୟାକୁ ଦୂର କରିବାକୁ ଚାହୁଁ ଓ ମଙ୍ଗଳ ତଥା ଉନ୍ନତି ଚାହୁଁ, ତାହେଲେ ଏହା କେବଳ ଗୋଟିଏ ବିଷୟ ଦ୍ୱାରା ସାଧିତ ହୋଇପାରିବ, ଆଉ ତାହା ହେଉଛି ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ଆତ୍ମିକ ଜାଗରଣ। ଶେଷରେ ନିହିମିଆ ଏହିପରି କହି ସମାପ୍ତ କରନ୍ତି, ଯାହାକି 13 ପର୍ବର 29-31 ପଦ ମଧ୍ୟରେ ଲେଖା ଅଛି। ହେ ମୋର ପରମେଶ୍ୱର, ସେମାନଙ୍କୁ ସ୍ମରଣ କର, ଯେହେତୁ ସେମାନେ ଯାଜକ ପଦର ଓ ଲେବୀୟମାନଙ୍କର ନିୟମକୁ କଳଙ୍କିତ କରିଅଛନ୍ତି। ଏହି ରୂପେ ମୁଁ ସେମାନଙ୍କୁ ବିଦେଶୀୟ ସମସ୍ତଙ୍କଠାରୁ ପରିଷ୍କାର କଲି ଓ ପ୍ରତ୍ୟେକର କାର୍ଯ୍ୟାନୁସାରେ ଯାଜକମାନଙ୍କର ଓ ଲେବୀୟମାନଙ୍କର ରକ୍ଷଣୀୟ ନିରୂପଣ କଲି। ଆଉ ନିରୂପିତ ସମୟରେ କାଷ୍ଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିଯୁକ୍ତ କଲି। ହେ ମୋର ପରମେଶ୍ୱର, ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର। ଏହି ପଦଗୁଡ଼ିକ ନିହିମିଆଙ୍କର ତାଙ୍କର ଲୋକମାନଙ୍କ ପ୍ରତି ଅବଦାନ ସ୍ୱରୂପେ ଯେଉଁ ସମସ୍ତ ଆତ୍ମିକ ମଙ୍ଗଳ ବିଷୟ ସବୁ ସାଧନ କରିଥିଲେ, ତାହା ପ୍ରକାଶ କରେ। ସମସ୍ତ ବିଜାତୀୟମାନେ ସେମାନଙ୍କର ସମ୍ମାନଜନକ ପଦବୀ ଓ ଦାୟିତ୍ୱରୁ ବହିଷ୍କୃତ ହୋଇଥିଲେ ଓ ଲେବୀୟମାନେ ତଥା ଯାଜକମାନେ ସେମାନଙ୍କ ସେବକ ପଦରେ ପୁନର୍ବାର ନିଯୁକ୍ତି ପାଇଥିଲେ ଓ ମନ୍ଦିର ନିମନ୍ତେ ଦାନ ସଂଗ୍ରହ କରାଗଲା। ଆଉ ନିହିମିଆଙ୍କର ଶେଷ କଥା ଥିଲା, ହେ ମୋର ପରମେଶ୍ୱର, ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର। ଈଶ୍ୱର ମଧ୍ୟ ଚମତ୍କାର ଭାବେ ତାହାଙ୍କ ପ୍ରାର୍ଥନାର ଉତ୍ତର ପ୍ରଦାନ କଲେ, ଯାହାକି ସେ ତାହାଙ୍କ ବାକ୍ୟରେ ଏହି ସମସ୍ତ ବିଷୟ ଲିପିବଦ୍ଧ କରାଇଲେ, ଯାହାକି ଚିରସ୍ଥାୟୀ ତଥା ଅବିସ୍ମରଣୀୟ ହୋଇ ରହିଅଛି। ବାସ୍ତବରେ ଈଶ୍ୱର ନିହିମିଆଙ୍କୁ ସ୍ମରଣ କଲେ ଓ ସେ ଆଜି ମଧ୍ୟ ତାହାଙ୍କ ପ୍ରତ୍ୟେକ ସେବକମାନଙ୍କୁ ସ୍ମରଣ କରନ୍ତି। ଆଜି
ଅନେକେ ମନୁଷ୍ୟମାନଙ୍କ ନିକଟରେ ଅବିସ୍ମରଣୀୟ ହୋଇ ରହିବାକୁ ଚାହାନ୍ତି, ମାତ୍ର ଈଶ୍ୱରଙ୍କ ନିକଟରେ ଆମେ ଅବିସ୍ମରଣୀୟ ହୋଇ ରହିବା ନିମନ୍ତେ ଚେଷ୍ଟା କରିବା ଉଚିତ। ପ୍ରିୟ ବନ୍ଧୁ, ଏହି ଜଗତରେ ଆମମାନେ ଯାହା କିଛି କରୁ ତାହା ଈଶ୍ୱରଙ୍କର ଗୌରବ ନିମନ୍ତେ କରିବା ଉଚିତ। ଯେପରି ଆମେ ଈଶ୍ୱରଙ୍କ ନିକଟରେ ଅବିସ୍ମରଣୀୟ ହୋଇ ରହୁ। ନେହେମିଆ ଯାହା କିଛି କଲେ ଈଶ୍ୱରଙ୍କୁ ଗୌରବ ଦେବା ଉଦ୍ଦେଶ୍ୟରେ କଲେ, ଆଉ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ହିଁ କଲେ। ତେଣୁ ଆସୁ ସେହି ନେହେମିଆଙ୍କର ମନୋଭାବ ଧାରଣ କରି ଆମେ ଈଶ୍ୱରଙ୍କ ନିମନ୍ତେ ସାକ୍ଷୀ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଶା ଓ ବିଶ୍ୱାସ କରୁ ଆଜିର କାର୍ଯ୍ୟକ୍ରମ ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ଆଜି ଆମେ ଏକ କଥା ଲକ୍ଷ୍ୟ କଲୁ ଯେ ଯେଉଁ ଲୋକମାନେ ଈଶ୍ୱରଙ୍କ ମହାନ ଓ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖି ଈଶ୍ୱରଙ୍କର ପ୍ରଶଂସା କରିଥିଲେ, ଈଶ୍ୱରଙ୍କଠାରେ ଆନନ୍ଦ କରିଥିଲେ, ସେମାନେ ହଠାତ୍ ପଛକୁ ଫେରି ଯାଉଛନ୍ତି। ସେମାନେ ଈଶ୍ୱରଙ୍କ ନିକଟରେ ଯାହା ପ୍ରତିଜ୍ଞା କରିଥିଲେ ସେହି ସମସ୍ତ ପ୍ରତିଜ୍ଞାରୁ ଓହରି ଗଲେ। ଆଜି କ'ଣ ଆମେ ସେହି ପ୍ରକାର ଜୀବନ କାଟୁଛୁ? ଯାହା ଈଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କରିଛୁ ତାକୁ ପାଳନ କରୁଛୁ କି? ଈଶ୍ୱର ଆମଠାରୁ ବିଶ୍ୱସ୍ତତା ଓ ବାଧ୍ୟତା ଆଶା କରନ୍ତି। ତାଙ୍କ ଲୋକ ଭାବେ ଆମେ ବିଶ୍ୱସ୍ତ ହେବା ଆବଶ୍ୟକ। ନେହେମିଆ ଯେତେବେଳେ ତାଙ୍କ ଅବସ୍ଥା ଦେଖିଲେ ସେ ଦୁଃଖ ପ୍ରକାଶ କଲେ, ସେମାନଙ୍କୁ ଅନୁଯୋଗ କଲେ। ଆମେ ଏଠାରେ ନେହେମିଆଙ୍କ ହୃଦୟ ଦେଖୁ। ସେ ଭାରଗ୍ରସ୍ତ ଥିଲେ, ନିଜ ଲୋକମାନଙ୍କ ନିମନ୍ତେ ଚିନ୍ତିତ ଥିଲେ। ଆସନ୍ତୁ ପ୍ରାର୍ଥନା କରିବା, ପ୍ରଭୁ ଯେପରି ଆମକୁ ବିଶ୍ୱସ୍ତତାର ହୃଦୟ ଦେବେ। ପ୍ରାର୍ଥନା କରିବା। ହେ ଦୟାଳୁ ମଙ୍ଗଳମୟ ଈଶ୍ୱର, ତୁମେ ଯେପରି ନେହେମିଆଙ୍କ ଦ୍ୱାରା ଇସ୍ରାଏଲ ଜାତିର ଲୋକମାନଙ୍କ ପ୍ରତି ସେହି ବିଶ୍ୱସ୍ତତାର ହୃଦୟ ଦେଇଥିଲ, ଆମ୍ଭମାନଙ୍କୁ ମଧ୍ୟ ସେହି ହୃଦୟ ପ୍ରଦାନ କର ପ୍ରଭୁ। ଆମେ ଯେତେବେଳେ ବିଭିନ୍ନ ବାଧା ପ୍ରତିଘାତର ପ୍ରଭୁ ସମ୍ମୁଖୀନ ହୋଇ ବିଶ୍ୱାସ ହରାଇଥାଉ, ତୁମେ ସେହି ଆତ୍ମାଙ୍କର ବିଶ୍ୱସ୍ତତାର ଫଳ ଆମମାନଙ୍କୁ ପ୍ରଦାନ କର, ଯଦ୍ୱାରା ପ୍ରଭୁ ଆମ୍ଭେମାନେ ମଧ୍ୟ ବିଶ୍ୱସ୍ତତାର ସହିତ ତୁମରି ଉପରେ ନିର୍ଭର କରିପାରୁ, ତୁମରି ସମସ୍ତ ଆଶୀର୍ବାଦର ପାତ୍ର ହୋଇପାରୁ। ଯୀଶୁଙ୍କ ନାମରେ ଏ ପ୍ରାର୍ଥନା ଚାହୁଁଅଛୁ, ଆମେନ୍। প্রিয় বন্ধু, আশা করু আপনার আম পথ প্রদর্শিকা কার্যক্রম নিশ্চয় ভাল লাগিথিব। যদি ভাল লাগিছি তাহলে আমকু 044490812996 নম্বরে নিশ্চয় গোটিয়ে মিসড কল দেবে। আপনক মিসড কল আম নিমন্তে অতি বহুমূল্য। মু আনন্দর সহ জনাউছি যে প্রত্যেক মিসড কল দাতাঙ্ক মধ্যরু সপ্তাহ শেষরে যে অধিক মিসড কল দেইথিবে তাঙ্কু মনোনীত কৰাଯିব ও পুরস্কৃত କରାଯିବ। ସେହି ଦର୍ଶକ ବନ୍ଧୁଙ୍କ ନାମ ଓ ଫଟୋ ଆମ କାର୍ଯ୍ୟକ୍ରମ ଶେଷରେ ଦେଖାଯିବ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଢେଙ୍କାନାଳରୁ ସାଲୁ ନାୟକ ଓ ଜାନକୀ ନାୟକ। ପ୍ରାର୍ଥନା ଓ ଅଧିକ ଜାଣିବା ନିମନ୍ତେ ଫୋନରେ ଆମ ସହ ଯୋଗାଯୋଗ କରିପାରିବେ। ଆମ ଟେଲିଫୋନ ନମ୍ବର ହେଲା 9777221415 ଆଉ ଆମ ଠିକଣା ଟିଭି ସ୍କ୍ରିନରେ ଦିଆଯାଇଅଛି। ଧନ୍ୟବାଦ।